ଯେହେତୁ ମତେ ଏଇଭଳିଆ କଲେ 20 ଜଣ ସ୍ତ୍ରୀ ଲୋକ ଯେତେବେଳେ ମତେ ମାଣ୍ଡି ବସିଲେ ତ ମୁଁ ଯାହାକୁ ହେଲେ ତ ଧରିମି ନା, କାରଣ ମୋ ଡ୍ରେସ୍ ପଟା ସବୁ ଚିରି ଦେଇଛନ୍ତି। ମୁଁ ଏଇ ଡ୍ରେସ୍ ପିନ୍ଧିକି ରହିଛି ଯେ ମିଡିଆ ଫ୍ଲାସ୍ ହେଲେ ମୁଁ ଏଇ ଡ୍ରେସ୍ଟା ହିଁ କହିବି। କହିଲେ ଯେ ତମ ଦି ଭଉଣୀ ନଙ୍ଗଳା କରି ଭିଡ଼ିଓ କରିମୁ, ଇଏ କରିମୁ ସିଏ କରିମୁ, କିନ୍ତୁ କରିଗଲେ ଏଇ 4 ମାସ ହେଲା। ମୋ ମା ଯେହେତୁ ଲୋନ୍ଟା SHG ଗ୍ରୁପ୍ରୁ ଆଣିଛନ୍ତି ଗଭର୍ଣ୍ଣମେଣ୍ଟ ତରଫରୁ, ସେମାନେ କ'ଣ କହିଲେ ଯେ ତମ ଦେବା ପାଇଁ ବାଉଣ୍ଡ, ଯେହେତୁ ଆମର ଇନ୍ସୁରାନ୍ସ କ୍ଲେମ୍ଟା କରାହେଇନଥିଲା ଆମେ ଦେଇ ଚାଲିଥିଲୁ, ଇନ୍ସୁରାନ୍ସ କ୍ଲେମ୍ କଲା ପରେ ବି ଆମକୁ ବାଧ୍ୟ କଲେ ଦେବା ପାଇଁ। ସେଥିପାଇଁ ଆମେ ଦେଉଛୁ 4 ମାସ ହେଲା। ଯେତେବେଳେ ବାର ବାର ବ୍ୟାଙ୍କ ବାଲାଙ୍କୁ ମନା କଲୁ ନା, ବ୍ୟାଙ୍କ ବାଲା ଯାଇକି ପଚାରିଲେ ଯେ ସାର୍ ଆମର ଏମିତି ଆମକୁ ପ୍ରୋବ୍ଲେମ୍ କରୁଛନ୍ତି ଯେ ଦେବା ପାଇଁ କହୁଛନ୍ତି, ସେମାନେ ସେ କହିଲେ ଯେ ନା ତମେ ଦେବନି। ସେଟା ମାନେ ଦେବା ପାଇଁ ବାଉଣ୍ଡ ନୁହେଁ, କାରଣ ସିଏ ଇନ୍ସୁରାନ୍ସ ପଇସା କଟି ଯାଇଥାଏ। ଇନ୍ସୁରାନ୍ସ ପଇସାଟା ଯଦି ତାଙ୍କର ଅଧିକ ଏଜ୍ ହେଇଯାଇଥାନ୍ତେ ତାହେଲେ ତାଙ୍କ ସ୍ୱାମୀ ଦେବା ପାଇଁ ବାଧ୍ୟ। ତାଙ୍କ ଆମର ଯେତିକି ମେମ୍ବର ଥିଲେ 9 ଜଣ, ତ ମୋ ମା ଯେହେତୁ ପ୍ରେସିଡେଣ୍ଟ ସେକ୍ରେଟାରୀ ଥିଲେ, କିନ୍ତୁ ମୋ ମାଆକୁ କୌଣସି ଖାତା ଡକୁମେଣ୍ଟ ଦେବେନି ଯେ ରଖିବା ପାଇଁ। ତ ସେ ତାଙ୍କର ଯିଏ ଅଲଗା ଯିଏ ମେମ୍ବର ଅଛନ୍ତି ସେମାନେ ସବୁ ବୁଝାବୁଝି କରନ୍ତି। ଫେର 50,000 ଯେତେବେଳେ ଉଠେଇଲେ, ମୋ ମାଆଙ୍କୁ 40,000 ଦେଲେ, ଆଉ 10,000 ଅଲଗା ଜଣଙ୍କୁ ଦେଲେ। ସେଟାରେ ବି ଆମେ ଅଭିଯୋଗ କିଛି କଲୁନି। ଏବେ ସାର୍ ଘଟଣାଟା ହେଲା ଯେ ମୁଁ ତାଙ୍କୁ କହିଲି ଯେ ତମେ 2 ଜଣ ଯିଏ ବି ହେଲେ ମୋ ସହିତ ଚାଲ ଟିକେ ବ୍ୟାଙ୍କରେ କଥା ହେବା। ସିଏ କିନ୍ତୁ ରାଜି ହେଲେନି। ଆମେ କ'ଣ ପାଇଁ ବ୍ୟାଙ୍କ ଯିବୁ ଏ କରିକି ମୋତେ ବି ଖରାମରା ଭାଷା କରିକି କଲେ। ମୁଁ ବି ଆଉ କିଛି କହିଲିନି। ତାପରେ ଦିନ ଯେତେବେଳେ ସିଏ କେସ୍ କରିବା ପାଇଁ ଗଲେ, ମୁଁ ବି କେସ୍ ପକେଇଲି। କେସ୍ ପକେଇଲା ପରେ ତାପରେ ଦିନ ସକାଳେ ଯେତେବେଳେ ମୋ ଭଉଣୀକି ମାରିବା ପାଇଁ ଗଲେ, ଯେମିତି ପାଟି ଶୁଭିଲା, ମୁଁ ସେଇପଟେ ବାଟରେ ଯାଉଥିଲି, ମୋତେ ସେଇଠୁ ତାଙ୍କ ସ୍ତ୍ରୀ ଲୋକ ପୁରୁଷ ଲୋକ ଖରାମରା ଭାଷା କହିକି କହିଲେ ଯେ ତମ 2 ଭଉଣୀକି ନଙ୍ଗଳା କରି ଭିଡ଼ିଓ କରିମୁ, ଇଏ କରିମୁ ସିଏ କରିମୁ। କିନ୍ତୁ ଯେହେତୁ ମତେ ଏଇଭଳିଆ କଲେ 20 ଜଣ ସ୍ତ୍ରୀ ଲୋକ ଯେତେବେଳେ ମତେ ମାଣ୍ଡି ବସିଲେ, ତ ମୁଁ ଯାହାକୁ ହେଲେ ତ ଧରିମି ନା। ତ ମୁଁ ବି କିଛି ବି କରିପାରିଲିନି। ଯଦି ମୋ ବଡ଼ ମା ବି ଯାଇକି ଧଇଲେ ଯେ ତାକୁ ମାରୁଛ କ'ଣ ପାଇଁ, ଏମିତି ଇଏ କରୁଛ। ବଡ଼ ମାକୁ ବି ମାରିଲେ, ଦୁନିଆ କଥା କହିଲେ ତୁ କିଏ ସେ ତାଙ୍କୁ ଆସିକି ମାରି। ସିଏ କହିଲେ ଆମ ଛୁଆଟାକୁ ତମେ ମାରିଦେବ କି? ଆମ ଘରେ ପୁରା ସାମ୍ନାରେ ଘରୁ ବସିକି ଯାଇକି ମାରୁଛନ୍ତି। କାରଣଟା ଏଇଆ ଯେ ହଉଛି ସେମାନେ ଇନ୍ସୁରାନ୍ସ ପଇସାଟା ତାଙ୍କର ଆସୁ କି ନ ଆସୁ, କିନ୍ତୁ ଏମାନେ ମାସକୁ ମାସ ଦେବା ପାଇଁ ବାଉଣ୍ଡ। ତ ମାସକୁ ମାସ ଯଦି ଆମେ ଦେବା ପାଇଁ ମୁଁ ବି ରାଜି ଥିନି, ହଁ ମୁଁ ଦେମି, କିନ୍ତୁ ତମେ ବ୍ୟାଙ୍କ ଚାଲ କଥା ହେଇସାର ତାପରେ ମୁଁ ମାସକୁ ମାସ ଦେମି। କାରଣ ଯୋଉଟା ପ୍ରମାଣ ବ୍ୟାଙ୍କ ବାଲା ତ ମନା କଲା, ସେ ଲୋକ ଡେଥ୍ ହେଲା ପରେ ଇନ୍ସୁରାନ୍ସ ପଇସା ତାର କଟିକି 2 ଲକ୍ଷ ଆସିବ, ସେଟା ତମେ ଏତେ ଦେଇ ଚାଲିବ, ତାର ଇନ୍ସୁରାନ୍ସ ପଇସାଟା ଆଉ କଟିବନି, ତ ଆଉ ରେଷ୍ଟ ପଇସାଟା ଆସିଯିବ। ମୁଁ କହିଲି ସାର୍ ଆମର ବି ସେଟା ରେଷ୍ଟ ପଇସାଟା ଆମେ ଦେବା ପାଇଁ ଚାହୁଁନୁ, ଆମର କଟିକି ଆସୁ। ତ ସେଟା ବି ସେମାନେ ସେ ଯୋଉ ମେମ୍ବର ଯୋଉ ଥିଲେ, ଆଉ ଜଣ ବାକି ଯୋଉ 8 ଜଣ ମେମ୍ବର, ସିଏ ତାଙ୍କ ଭିତରୁ ଜଣେ କାମିନୀ କାଞ୍ଚନ ମହାପାତ୍ର, ସିଏ ଆମର ନିଜ ରିଲେଟିଭ ବୋଲି ସିଏ କିଛି ଆମକୁ କିଛି କହିନାହାନ୍ତି, ଯେହେତୁ ମୋ ଛୁଆ ମା ହେବେ। ଆଉ ଯୋଉ 8 ଜଣ ମେମ୍ବର ତାଙ୍କ ସ୍ୱାମୀ ମାନେ ସିଏ ମୋ କହିବା କଥା, ଏଟା ସ୍ତ୍ରୀ ଲୋକଙ୍କ କଥା ହେଇଛି। ତମେ ସ୍ୱାମୀ ମାନେ ବାହାରିକି ଯଦି ଆମକୁ ଏଇଭଳିଆ ଖରାପ ବିହେଭ କରିକି ଆମକୁ ମାରିବ, ସେଟା ମୁଁ ସାର୍ ଚାହୁଁଛି ଯେ ଆମକୁ ନ୍ୟାୟ ଦରକାର। କାରଣ ମୋ ଡ୍ରେସ୍ ପଟା ସବୁ ଚିରି ଦେଇଛନ୍ତି। ମୁଁ ଏଇ ଡ୍ରେସ୍ ପିନ୍ଧିକି ରହିଛି ଯେ ମିଡିଆ ଫ୍ଲାସ୍ ହେଲେ ମୁଁ ଏଇ ଡ୍ରେସ୍ଟା ହିଁ କହିବି।